ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ ଛଅ ମାଣ ଆଠ ଗୁଣ୍ଠ। ଲେଖକ ବ୍ୟାସକବି ଫକୀରମୋହନ ସେନାପତି। ଅଧିକ ରାତି ହେବାରୁ କଚେରୀ ବନ୍ଦ ହେଲା। ଦାରୋଗା, ମୁନ୍ସି, ଚୌକିଦାର, ଗୋବରା ଜେନା ଅନେକ ରାତି ପର୍ଯ୍ୟନ୍ତ ବସି ପରାମର୍ଶ କଲେ। ଉପଯୁକ୍ତ ଗୁହା ଠିକଣା କରାଯାଇ ତହିଁ ପରଦିନ ପୁନର୍ବାର ସାକ୍ଷୀ ଜବାନବନ୍ଦୀ ଆରମ୍ଭ ହେଲା। 6 ନମ୍ବର ସାକ୍ଷୀ। ମୋ ନାମ ବନା ଜେନା, ବାପର ନାମ ଦନା ଜେନା, ଜାତି ପାଣ, ବୟସ 18, ପେଶା ହଳିଆଗିରି, ସା ମକ୍ରାମପୁର, ପ୍ର ବାଲୁବିଶି, ଜିଲ୍ଲା କଟକ। ମୁଁ ସାରିଆକୁ ଚିହ୍ନେ, ତା ଦୁଆରକୁ ଢେର ଥର ଯାଇଛି। ତା ଘର ସଉତୁଣିଆ ମୌଜା ବ୍ରାହ୍ମଣ ସାହିରେ। ନା ପାଣ ସାହିରେ। ପୁନର୍ବାର କହିଲା, ନା ଏହି ଗ୍ରାମରେ। ରାମଚନ୍ଦ୍ର ମଙ୍ଗରାଜ ଆଜକୁ 8 ଦିନ ହେଲା ତାହାକୁ ଧରି ଆଣି ବାଡ଼େଇଥିଲେ। ଏହି ବାଉଁଶ ବାଡ଼ିରେ ବାଡ଼ଉଥିଲେ। ସାକ୍ଷୀ ବାଡ଼ି ଦେଖାଇଦେଲା। ଗଲା ଦ୍ୱାଦଶୀ ଦିନ ଅଧରାତି ବେଳେ ରାମଚନ୍ଦ୍ର ମଙ୍ଗରାଜ ବାଡ଼ଉଥିଲେ। ଦେଖିଅଛି, ସାରିଆ ପିଠିରେ 20 ପାହାର ବାଡ଼େଇଲି। ମୁଁ ସାଉ ଘର ଗୋରୁ ଖୋଜି ଆସିଥିଲି। ମୋ ଘର ଏଠାକୁ 2 କୋଶ ବାଟ। ସାଆନ୍ତଙ୍କ ସାଙ୍ଗରେ ମୋର ତକରାଳ ନାହିଁ। ଗୋବରା ଜେନା ଚୌକିଆ ମୋ ଭିଣୋଇ ନୁହେଁ। 7 ନମ୍ବର ଗୁହା। ମୋ ନାମ ଧକେଇ ଜେନା, ବାପର ନାମ ନାଙ୍ଗୁଡ଼ି ଜେନା, ଜାତି ପାଣ, ବୟସ ଜଣା ନାହିଁ, ପେଶା ହଳିଆଗିରି, ସା ରାଇପୁର, ପ୍ର ବାଲୁବିଶି, ଜିଲ୍ଲା କଟକ। ଗଲା ନବମୀ ଦିନ ଅଧରାତି ବେଳେ ମୁଦାଲା ରାମଚନ୍ଦ୍ର ମଙ୍ଗରାଜ ଏହି ବାଉଁଶ ବାଡ଼ିରେ ସାରିଆକୁ ବାଡ଼ଉଥିଲେ। ମୁଁ ଦେଖିଅଛି। ମୁଁ ଲୁଣ କିଣିବାକୁ ଦୋକାନକୁ ଆସିଥିଲି। ରାତି ହୋଇଯିବାରୁ ଦୋକାନ ପିଣ୍ଡାରେ ଶୋଇଥିଲି। ଗୁମ୍ ଗୁମ୍ ଶବ୍ଦ ଶୁଭିବାରୁ ମୁଁ ଦୋକାନ ପିଣ୍ଡାରେ ଚଢ଼ି ଅନାଇଲି। ଦିଶୁଥିଲା, ମୁଁ ଏହି ଗାଈକୁ ଚିହ୍ନେ। ନିଜେ ଢେର ଥର ଦୁହିଁଛି। ଗାଈର ନାମ ବଉଳା। ଏଇ ଗାଈ ଭଗିଆ ତନ୍ତୀର। ରାମଚନ୍ଦ୍ର ମଙ୍ଗରାଜ ତା ଘରୁ ଚୋରି କରି ଆଣିଛି। ସିନ୍ଧି କରି ଚୋରି କରି ଆଣିଛନ୍ତି। ମୁଦାଲାର ସୁଆଲରେ ଜବାବ ଦେଲା। ଗୋବରା ଜେନା ମୋ ମାଉସୀ ପୁଅ ଭାଇ ନୁହେଁ। ସେ ମୋତେ ଡାକି ଆଣି ନାହିଁ। ମୁଁ ଗୁହାଇ ଦେବା ସକାଶେ ଆପଣା ଇଚ୍ଛାରେ ଆସିଅଛି। ସେ ମୋତେ ଖାଇବାକୁ ଦିଏ ନାହିଁ। ମୁଁ ଘରୁ ଚୂଡ଼ା ଚାଉଳ ବାନ୍ଧି ଆଣିଅଛି। ନବମୀ ଆଜକୁ 20 କି 22 ଦିନ ହୋଇଗଲାଣି। ଆଜି ତିଥି କ'ଣ ମୋତେ ଜଣା ନାହିଁ। ଏହି ବାଡ଼ିସନ୍ତକ ଧକେଇ ଜେନାର ସହି। 8 ନମ୍ବର ଗୁହା। ମୋ ନାମ ଖତୁଚନ୍ଦ, ବାପାର ନାମ ନିତାଚନ୍ଦ, ଜାତି ତନ୍ତୀ, ବୟସ 28, ପେଶା ଲୁଗାବୁଣା, ସା ଗୋବିନ୍ଦପୁର, ଜିଲ୍ଲା କଟକ। ଏ ଗାଈ ଭଗିଆର ଜାଣେ। ଭଗିଆ ମୋ ପଡ଼ିଶା। ଯେଉଁଦିନ ସରକାରୀ ଜମାଦାର ଆସି ଭଗିଆ ଘର ଭଙ୍ଗେଇ ଦେଲେ, ସେହିଦିନ ମଙ୍ଗରାଜେ ଗାଈ ବାନ୍ଧି ଆଣି ଉଆସରେ ରଖିଅଛନ୍ତି। କି ସକାଶେ ଗାଈ ବାନ୍ଧି ଆଣିଲେ ମୋତେ ଜଣା ନାହିଁ। ମଙ୍ଗରାଜଙ୍କ ହଳିଆମାନେ ଯାଇ ଭଗିଆ ଘର ଭାଙ୍ଗି ପକାଇଲେ। ଘରର ସବୁ ଜିନିଷ ବୋହି ଆଣିଲେ। ଭଗିଆ ସାରିଆ 2 ଜଣ ଡକାପାରି ଦାଣ୍ଡରେ ଗଡ଼ୁଥାନ୍ତି। ସରକାରୀ ଜମାଦାର ଆସିଥିବାରୁ ଆମେମାନେ କବାଟ କିଳିଦେଇ ଘରେ ଲୁଚିଥିଲୁ। ମୁଁ କବାଟ କିଳିଦେଇ ଜଳାରେ ଅନେଇଥାଏ। ଚୌକିଆ ଗୋବରା ଜେନା ମୋତେ ଡାକୁଥାଏ। ମୁଁ ଜବାବ ଦେଲି ନାହିଁ। ମୋ ଭାରିଜା ଜବାବ ଦେଲା। ମୁଁ ଘରେ ନଥିବାର କହିଲା। ଏ ଡଙ୍ଗି ସନ୍ତକ ଖତୁଚନ୍ଦର ସହି। ଜବାବ ଆସାମୀ ରାମଚନ୍ଦ୍ର ମଙ୍ଗରାଜ। ପିତାର ନାମ ଧନୀ ନାଏକ, ଜାତି ଖଣ୍ଡାୟତ, ବୟସ 52, ପେଶା ଜମିଦାରୀ, ସା ଗୋବିନ୍ଦପୁର, ଜିଲ୍ଲା କଟକ। ଜବାବ ଦେଲା, ମୁଁ ସାରିଆକୁ ମାରି ନାହିଁ। ଭଗିଆ ମୋ ପାଖରୁ ଟଙ୍କା କରଜ ନେଇଥିଲା। ନାଲିସ କରି ତାହାର 6 ମାଣ 8 ଗୁଣ୍ଠ ଜମି ଡିଗ୍ରୀ କରି ନେଇଅଛି। ମକଦ୍ଦମା ଖର୍ଚ୍ଚକୁ ତାହାର ଗାଈ ନେଇଅଛି। ସ୍ୱାକ୍ଷର ରାମଚନ୍ଦ୍ର ମଙ୍ଗରାଜ। ଠିକ୍ ଏହି ସମୟରେ ଗୋଟିଏ ବାୟା ସେଠାରେ ପହଞ୍ଚିଲା। ଅଣ୍ଟାରେ ଖଣ୍ଡେ ଛିଣ୍ଡାକନା ଗୁଡ଼ାଇଅଛି। ମୁଣ୍ଡବାଳ ମୁକୁଳା, ଦେହଯାକ ଧୂଳି କାଦୁଅ, ହାତରେ ଗୋଟିଏ ବାଇଜି ହାଣ୍ଡି ଧରିଅଛି। ଖୁବ୍ ନାଚିଲା। ସାରିଆ ସାରିଆ ବୋଲି ଗୀତ ଗାଇଲା। ତାକୁ ଦେଖି ଗାଁ ଲୋକମାନେ ହାହାକାର କରି କହିଲେ, ଆରେ ଭଗିଆ, ତୋ କପାଳରେ ଏହା ଥିଲା। ମଙ୍ଗରାଜଙ୍କ ଉପରେ ନଜର ପଡ଼ିଯିବାରୁ
ବାୟା ତାକୁ କାମୁଡ଼ିବାକୁ ଧାଇଁଲା। ଚୌକିଆମାନେ ତାକୁ ଧରି ପକାଇଲେ। ସମ୍ଭାଳି ନ ପାରି ଦାରୋଗାଙ୍କ ହୁକୁମ ଅନୁସାରେ ବାନ୍ଧି ପକାଇଲେ। ଦାରୋଗା ମାମଲା ତଦାରଖି ଖତମ କଲେ। 32 ଜଣ ଗୁହାର ଜମାନବନ୍ଦୀ ହୋଇଥିଲା। ସେଥିମଧ୍ୟରୁ 4 ଜଣ ଗୁହାଙ୍କୁ ବାହାଲ ରଖି ଆଉ ଆଉ ଲୋକମାନଙ୍କୁ ରୋକସତ କଲେ। ଆସାମୀ ଗଲାଣି। ବେଳ ପହରକ ସମୟରେ ମଙ୍ଗରାଜ ଚାଲାଣ ହେଲେ। ହାତରେ ହାତକଡ଼ି, ଚୌକିଆ ବରକନ୍ଦାଜ ଘେରିଛନ୍ତି। ମଧ୍ୟରେ ମଙ୍ଗରାଜେ ମୁଣ୍ଡରେ ଖଣ୍ଡେ ଗାମୁଛା ପକାଇ ମୁଣ୍ଡ ପୋତି ଚାଲିଅଛନ୍ତି। ଗ୍ରାମ ଲୋକମାନେ ଯାତ୍ରାକାଳୀ ପରି ଛିଡ଼ା ହୋଇ ଚାହିଁଅଛନ୍ତି। ଆଗରେ ଦାରୋଗା, ପଛରେ ମୁନ୍ସି। ମଙ୍ଗରାଜଙ୍କ ଏହି ଦୁର୍ଦ୍ଦଶା ଦେଖି ଗ୍ରାମର କେହି ବ୍ୟାକୁଳ ହୋଇଥିଲା କି ନା ଆମ୍ଭେମାନେ ଠିକ୍ କହିବାକୁ ଅକ୍ଷମ। କେବଳ ଚମ୍ପା ମୋ ସାଆନ୍ତ, ମୋ ସାଆନ୍ତକୁ କାହିଁ ଘେନି ଯାଉଛ, ମୋ ସାଆନ୍ତେ ଇତ୍ୟାଦି କରୁଣ ରାଗିଣୀରେ ଡକା ପାରି ଧାଇଁଥିବା ବେଳେ ବାଟ ଉଛୁଳି ପଡ଼ୁଥାଏ। ସାଆନ୍ତେ ପଛକୁ ମୁହଁ ବୁଲାଇ 2-3 ଥର ଫେରିଯିବାକୁ କହିଲେ। ଦାରୋଗା, ମୁନ୍ସି ଦିଗଦାର ହେଲେଣି। ଶୁଣିବାକୁ ନାହିଁ। ମୁଣ୍ଡରେ ଲୁଗା ନାହିଁ। କାନ୍ଦି ଅଥୟ ହୋଇଯାଉଛି। ଏହିପରି 2 କୋଶ ଯାଇ ସାଆନ୍ତକୁ ଶୁଣାଇ ଶୁଣାଇ କହିଲା, ଗନ୍ତାଘର ଜିନିଷଗୁଡ଼ାକ ଉଇ ଧରିଯିବି, ମୂଷା ଖାଇଯିବି, କ'ଣ ହେବ? ମଙ୍ଗରାଜେ ଟିକିଏ ଛିଡ଼ା ହୋଇଯାଇ ଲମ୍ବ ଲମ୍ବ 2ଟା ନଳି କଞ୍ଚି ତା ହାତରେ ଦେଇ କହିଲେ, ସବୁ ସାବଧାନରେ ରଖିବୁ, କିଛି ଚିନ୍ତା କରିବୁ ନାହିଁ। ଚମ୍ପା କଞ୍ଚି 2ଟା ଖୁବ୍ ସାବଧାନରେ ଅଣ୍ଟି ଖୋସିଦେଇ କହିଲା, ଆପଣାଠାରେ ବସୁଥିବି, ଉପାସ ରହିବେ ନାହିଁ। ଗୋବିନ୍ଦା ଭଣ୍ଡାରୀ ସାଙ୍ଗେ ସାଙ୍ଗେ ଥିଲା। 2 ଜଣ ସାଙ୍ଗ ହୋଇ ଘରକୁ ବାହୁଡ଼ିଲେ। ବାହୁଡ଼ିବା ସମୟରେ ଚମ୍ପାର କାନ୍ଦଣା କେହି ଶୁଣି ନାହିଁ। ଦାରୋଗା ସାହେବ ଥାନାରେ ପହଞ୍ଚି ଗୁହା ଜମାନବନ୍ଦୀ ସମସ୍ତ ପୁନର୍ବାର ଥରେ ଶୁଣି ମୁନ୍ସିଙ୍କ ପରାମର୍ଶ ଅନୁସାରେ କାଟକୁଟ କରି ଗୁହାମାନଙ୍କୁ ସଦୁପଦେଶ ଦେଲେ। ତାହା ବାଦ ରିପୋର୍ଟ ସହିତ ଆସାମୀକୁ କଟକ ମେଜେଷ୍ଟର ସାହେବଙ୍କ ହଜୁରକୁ ଚାଲାଣ ଦେଲେ। ଆମ୍ଭେମାନେ ଦାରୋଗାଙ୍କ ରିପୋର୍ଟର ଏକ ପ୍ରସ୍ତ ସଇ ମୋହର ନକଲ ହାସଲ କରିଅଛୁ। ଆପଣଙ୍କ ଇଚ୍ଛା ହେଲେ ଶୁଣନ୍ତୁ। ଦାରୋଗା ରିପୋର୍ଟର ନକଲ। ଧର୍ମାବତାର ଚଳିତ ଅକ୍ଟୋବର ମାସ 3 ତାରିଖ ଭୋର 8 ବେଳେ ଅତ୍ରାଧୀନ ଆପଣା ଏଲାକା ମଧ୍ୟରେ ଆପଣା କଚେରୀ ଜାଗାରେ ବସି ସରକାରୀ କାମ ଅଞ୍ଜାମ କରୁଥିବା ହାଲତ ମୁନ୍ସି ଚକ୍ରଧର ଦାସ ଚନ୍ଦା ଡାହାଣ ପାଖରେ ବସି ରୋଜିନା ଡାଏରୀ କଲମବନ୍ଦ କରୁଥିବା ହାଲତ ବରକନ୍ଦାଜ ଗୋଲାମ ଓ ହରିସିଂ ଆପଣା ପହରାରେ ମୁତୟନ ଥିବା ହାଲତ ଅତ୍ର ଥାନା ଏଲାକା ଫତେପୁର ସରଷଣ୍ଡ ମୌଜା ଗୋବିନ୍ଦପୁର ଛାଟିଆ ଗୋବରାଜନା ହାଜର ଆସି ଜାହେର କଲା କି ତାଲୁକା ମଜକୁର ମୌଜା ମଜକୁର ରହିସ ସାରିଆ ନାମକ ତନ୍ତିଆଣୀକୁ ଖୁଣ କରିଥିବା। ବନ୍ଦା ଏହି ରିପୋର୍ଟ ପାଇବା ମାତ୍ରେ ଲହମାକ ଗୁଦସ୍ତ ନକରି ହଜୁରକୁ ପ୍ରଥମ ଏତଲାଇ କାଟି ଆସାମୀ ଜଣେ ଜମିଦାର ଥିବା ଏବଂ ସେ ଜଣେ ମସୁର ବଦମାସ ଏବଂ ଜାଲିମବାଜ ଥିବା ହାଲତ ଏବଂ ମାମଲା ଭାରି ସଙ୍ଗୀନ ଥିବା ଲିହାଜ ବନ୍ଦା ତଡ଼େଦମ ଉକ୍ତ ସ୍ଥାନକୁ ରମାନା ହୋଇ ସରଜମିନରେ ପହଞ୍ଚି ଦସ୍ତର ମୁତାବକ ଆସାମୀ ଘର ମହାସର ଖାନତଲାସ ବହୁତ ହୁସିଆରରେ ଆସାମୀକୁ ଗ୍ରେପ୍ତାର କଲା। ବଦ ମହିଲୁକିଆ ସାରିଆର ଲାଶ ଏବଂ ତାହାର ଘରର ମାଲ ଆସବାବ ଏବଂ ମହିଲୁକିଆର ନେତ ନାମକ ଏକ ରାଶି ସଫେଦ ଗାଈ ଆସାମୀ ଜିମାରୁ ବରାମଦ କରିଅଛି। ଆସାମୀ ଯେଉଁ ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଅଛି ସେ ବାଡ଼ି ମଧ୍ୟ ବରାମଦ ହେବା ହାଲତ। ଆସାମୀ ରାମଚନ୍ଦ୍ର ମଙ୍ଗରାଜେ ଆପେ ଏକ ଗୋଟା ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଥିବା 4 ଜଣ ଗୁହାଙ୍କ ଜମାନବନ୍ଦୀରୁ ସାଫ ସାବିତ। ଏମାନେ ରୋହିତ ଗୁହା ଥିବା ସାଫ ସାବିତ। ଆସାମୀ ଜଣେ ଜାଲିମବାଜ, ଜଣେ ଇମାନଦାର ମୁସଲମାନର ଜମିଦାରୀ ଜୁଆ ଚୋରି କରି ନେଇଅଛି, ତାହା 4 ନମ୍ବର ଗୁହା ଜମାନବନ୍ଦୀରୁ ସାଫ ସାବିତ। ଏହିସବୁ ହାଲ ଲିହାଜରେ ଆସାମୀ ଉପରେ ଖୁଣ ସାବିତ ହେବାରୁ ହଜୁରକୁ ଚାଲାଣା ଦେଲି। ହଜୁର ଖୋଦାବନ୍ଦ ମା ବାପ ଦୁନିଆର ବାଦଶାହ ରିପୋର୍ଟ କସୋର ମାଫ ହେବ। ନୋସନାରୀ ତଜବିଜ ହେବ।
10 तारीख अक्टोबर सन 1831 दरोगा इनायत होसेन थाना केन्द्रापड़ा। प्रकाश थाउ कि अलाहिदा फट मुताबक आसामी घरू बरामद होइथिबा चोरामाल हरि सिंह बरकंदाज हेफाजतरे भेजागला। एपरी आसामी सारियाकू खून करिबारू ताहार मालिक भगिया चंद भारी बाया होई लोकमानक उपरे जुलम करुथबा ताहार हेफाजत सकाशे केही एगाना लोक नथिबा हालत हजूरकू चालाण देली। हजूर मालिक तारीख सन 15 परिच्छेद 20 ओकिल राम राम लाला। काठ रेलिंगबाड़ा नाकरखाना गारद घरर गोटिए कोणरे बाड़कू आउजी आखि बोजी गोटिए आसामी बसिअछि। चारिजण बरकंदाज पहरा। आहा लोकटाकू पदे कथा कहिबाकू केही नाही। समस्त सुखर साथी अर्थर दास। बेଳ पड़िले केही काहारी नुहें। तुम्भे तो देखुछ काहा दुहारे दुब मरु नाही, काहा दुआरे मଣିଷ पेलापेली। अवस्था सबू कराए। जणे बिलाती कवि कहिछंती सूर्यहीन जगत आउ बंधुशून्य जीवन समान। एणु मଣିଷକୁ बंधु ଛାଡ଼ି ପାରେ ନାହିଁ। दंडवत मंगराजे। आसामी चमकी पड़ी अनाइले। पूर्वे से ढेर ढेर दंडवत शब्द शुणिथिले, मात्र आजी दंडवत शब्दटा शुणी तांक पिंडरे किछि प्राण पशिला जणागला। बंदी किछि कथा कहि न पारि गोड़ठारू मुंड जाए ସେହି ମୂର୍ତ୍ତିକୁ ଦର୍ଶନ କରୁଛନ୍ତି। ବିଶାଳ ମୂର୍ତ୍ତି, ଆଣ୍ଠୁ ଲମ୍ବିତ ବାହୁ, ଦେହରେ ଢିଲା ହାତ, ଆଜାନୁ ଲମ୍ବିତ 6 କଲିଆ ବନ୍ଧ ଲଗା, ସ୍ଥାନେ ସ୍ଥାନେ କାଳି ଚିହ୍ନିତ ଚପକନ, ମୁଣ୍ଡରେ ହାତେ ଚଉଡ଼ା 24 ହାତ ଲମ୍ବ ଜରି ମୁହାଁ ଢାଲିଆ, ପାଗବନ୍ଧା ପାଛୋଡ଼ି ଖଣ୍ଡକ ପଛରୁ ଫେରିଆସି ବାଁ କାନି ଡାହାଣ କାନ୍ଧରେ, ଡାହାଣ କାନି ବାଁ କାନ୍ଧରୁ ଛାତିରେ ଛକା ପଡ଼ିଛି। 3 ଫୁଲିଆ ମାଣିଆବନ୍ଦୀ ଖଦି ପିନ୍ଧା, ଗୋଡ଼ରେ ଫୁଲପକା ମରହଟା ଜୋତା, କାନରେ ପାହାଡ଼ି ସରକଲମ, ଯାଉଁଳି ନିଶ, ଏକ ଗାଲିଆ ଗାଲେ ପାନ। ସେହି ମୂର୍ତ୍ତି ଦେଖି ଆଶା, ଭରସା, ବିସ୍ମୟ, ସନ୍ଦେହ ଆସାମୀ ମନକୁ ମନ୍ଥି ପକାଉଅଛି। କିଛି କଥା କହି ପାରୁନାହିଁ। ଜଣା ଲୋକ ପରି, ସ୍ନେହୀ ଲୋକ ପରି ଦଣ୍ଡବତ କଲେ। ଏ କିଏ? ଆମ୍ଭେମାନେ ଅନୁମାନ କରୁ ଏ ଜଣେ ବନ୍ଧୁ ହେବେ। ଚାଣକ୍ୟ ଶାସ୍ତ୍ରରେ ଆମ୍ଭମାନଙ୍କର ବିଶେଷ ଜ୍ଞାନ ଥିବାରୁ ଏପରି ମୀମାଂସା କରିବାକୁ ସାହସ କରିଅଛୁ। ଶାସ୍ତ୍ରରେ ଅଛି ରାଜଦ୍ୱାରେ ଶ୍ମଶାନେ ଚହ ଯଃ ତିଷ୍ଠତି ସ ବାନ୍ଧବ। ବୋଇଲେ ରାଜଦ୍ୱାରେ କି କଚେରୀରେ, ଶ୍ମଶାନେ କି ମଶାଣି ପଦାରେ ତିଷ୍ଠତି କି ଥାନ୍ତି ଇତ୍ୟର୍ଥ। ସବାନ୍ଧବଃ ଅର୍ଥାତ୍ ଓକିଲମାନେ କଚେରୀରେ ଆଉ ବିଲୁଆମାନେ ମଶାଣିରେ ଥାନ୍ତି। ଏମାନେ ବାନ୍ଧବ କେବଳ ଜୀବିତ ପକ୍ଷେ ଆଉ ମୃତ ପକ୍ଷେ ପ୍ରଭେଦ। ଆସାମୀକୁ ବହୁତ ବେଳ ଯାଏ ଭକ ଭକ କରି ଚାହିଁ ରହିବାକୁ ହେଲା ନାହିଁ। ପହରା ବରକନ୍ଦାଜ ଗୋପୀ ସିଂ ଚିହ୍ନାଇ ଦେଇ କହିଲା, ଦେଖ ଏହାଙ୍କର ନାମ ରାମ ରାମ ଲାଲା, କଚେରୀର ବଡ଼ ଓକିଲ। ଏହାଙ୍କୁ ଆଚ୍ଛା କରି ଧର। ସାହେବ ଏହାଙ୍କ କଥା ଖୁବ୍ ଶୁଣନ୍ତି। ଓକିଲ ବାବୁ ଖୁସି ହୋଇ ଛାତି ଆଉ 2 ବାହୁରେ 2 ଥର ଆଖି ବୁଲାଇଲେ। 2 ଥର ଗଳା ଖଙ୍କାରି ପୁରୁଣା ସ୍ନେହୀ ମଣିଷ ପରି କହିଲେ, ମଙ୍ଗରାଜେ ମାମଲାଟା ଏତେ ବଢ଼ିଗଲା, ଆଗରୁ ମୋତେ ଖବର ଦେଲେ ନାହିଁ। ସଂସାର ଯାକ ମାମଲା ମୋ ପାଖରେ, ଲୋକମାନେ ଥୁକ ପକାଇବାକୁ ସୁଦ୍ଧା ବେଳ ଦେଉନାହାନ୍ତି। ତେବେ ମଧ୍ୟ ଆପଣଙ୍କ ନାମ ଯେପରି କାନରେ ପଡ଼ିଲା ଧାଇଁଛି। ମଙ୍ଗରାଜେ ଫଁ କରି ନିଶ୍ୱାସଟିଏ ପକାଇ ଭୋ କରି କାନ୍ଦି ପକାଇଲେ। ହାତ ଯୋଡ଼ି ଭୂଇଁରେ ମୁଣ୍ଡ ଲଗାଇ ଦେଲେ। ଓକିଲ, ଉଠନ୍ତୁ ଉଠନ୍ତୁ, ଏଣିକି ସବୁ କଥା ମୋତେ ଲାଗିଲା। ଆପଣ ନିଶ୍ଚିନ୍ତରେ ବସନ୍ତୁ, କିଛି ପରବାଏ ନାହିଁ। କାଲି ରାତିରେ ସାହେବଙ୍କ କୋଠିକୁ ଯାଇଥିଲି। ଢେର ଢେର ମାମଲା କଥା ପଡ଼ିଲା। ଆପଣଙ୍କ କଥା ମୋତେ ଜଣାଇଥିଲେ ଆଜି କ'ଣ ବୋଲି କ'ଣ କହି ପକାଇଥାନ୍ତେ। ଆପଣଙ୍କ ମକଦ୍ଦମା ହାଲ ମୁଁ ବୋଲି ବୁଝିଲିଣି। ସବୁ ମିଛ, ସବୁ ମିଛ। ସେଇ ଯେ ମୁହଁପୋଡ଼ା ଦାରୋଗା, ତାହାର ଏତେ ଖେଳ। ସେହି ଦାରୋଗା ହାଲ କ'ଣ କରିବି ଦେଖିବି। ଥରେ ସାହେବଙ୍କ ସଙ୍ଗରେ କଥା ହେଉ। ମଙ୍ଗରାଜେ ହାତ ଯୋଡ଼ି
ଓକିଲ ସାହେବ, ମୁଁ କ'ଣ କରିବି? ମୋତେ ବଞ୍ଚାନ୍ତୁ, ମୋତେ ପ୍ରାଣ ଦିଅନ୍ତୁ। ଆପଣ ମୋର ଧର୍ମର ବାପା। ମୁଁ ପିଲା ଲୋକ, ପିଲା ବୁଦ୍ଧି ଆପଣଙ୍କୁ ସବୁ ଲାଗିଲା। ଓକିଲ, ଆପଣଙ୍କୁ କିଛି କହିବାକୁ ହେବ ନାହିଁ। ମୁଁ ତ ସବୁ ଜାଣେ, ସବୁ କରିବି। ତେବେ ଗୋଟିଏ କଥା କ'ଣ ଜାଣନ୍ତି? ମାମଲାଟା କିଛି ଟାଣ, ଭାରି ଟାଣ। ଫାଶୀର ମାମଲା। ବେଳରୁ ନ ଜାଗିଲେ ଫାଶୀ ଠିକ୍। ପୁଣି ସେହି ପୋଡ଼ା ମୁହାଁ ଦାରୋଗାଟା ପିଛା ଧରି ଚାଲିଛି। ଆପଣ ତ ବୁଦ୍ଧିମନ୍ତ ଲୋକ, ଅଧିକ କ'ଣ କହିବି? କଚେରୀ ମାମଲା କଥା ସବୁ ଆପଣଙ୍କୁ ଜଣା। କିଛି ଖରଚ ଲାଗିବ। ଖରଚକୁ ଡରିଲେ ହେବ ନାହିଁ, ହାତ ଫିଟେଇବାକୁ ପଡ଼ିବ। ଦାରୋଗା କ'ଣ କହି ବୁଲୁଛି ଶୁଣିଲେଣି ତ? ଫାଶୀ ମକଦ୍ଦମା, ପ୍ରାଣ ଥିଲେ ସବୁ। ଟଙ୍କା ଆପଣ ଅର୍ଜିଛନ୍ତି କି ଟଙ୍କା ଆପଣଙ୍କୁ ଅର୍ଜିଛି? ଆପଣ ସେଥିରେ ଗୋଟିଏ ଠିକ୍ କରି ପକାନ୍ତୁ। ମଙ୍ଗରାଜେ କାନ୍ଦି କାନ୍ଦି, ଆଜ୍ଞା, ଏଥିରେ କେତେ ଟଙ୍କା ଲାଗିବ? ମୋ ହାତରେ ତ ଗୋଟିଏ ପଇସା ନାହିଁ। ସାଙ୍ଗରେ କେହି ଲୋକ ନାହିଁ। ଯିଏ ଗୁମାସ୍ତା ଚାକର ଆସିଛନ୍ତି, ଦାରୋଗା ସେମାନଙ୍କୁ ମୋ ସାଙ୍ଗରେ କଥା କହି ଦେଉନାହିଁ। ମୋତେ ଖଲାସ କରିଦିଅନ୍ତୁ। ଘରକୁ ଗଲେ 1000 ଟଙ୍କା ଆପଣଙ୍କୁ ଦେବି। ଗୋପୀ ସିଂ, ଆହେ ମଙ୍ଗରାଜେ, ତମେ କି ଏହି ବୁଦ୍ଧିରେ ଜମିଦାରୀ କରୁଥିଲ? ଏଠାରେ କ'ଣ କିଣା ବିକା କଥା ଯେ ଧାର ଉଧାର ଚଳିବ? ମକେଇ ବୋଲେ ରଖ ମଉସା, ଓକିଲେ ବୋଲେ ଆଣ ପଇସା। ଟଙ୍କାଟି ଥୁଅ, କଥାଟି କୁହ। ଟଙ୍କା କାଢ଼, ଟଙ୍କା କାଢ଼। ମାମଲା କିଣିବ ତ ଜିଣିବ ତ ଟଙ୍କା କାଢ଼। ଓକିଲ ସାହେବ, ମୁଁ ଆଉ ଆସାମୀ ସାଙ୍ଗରେ କଥା କହିବାକୁ ଦେବି ନାହିଁ। ନାଜର 2 ପଦ କଥା କହିବାକୁ ହୁକୁମ ଦେଇଥିଲି। ମୁଁ କିଛି ଏକଲା ନାହିଁ, ଆମ୍ଭେମାନେ 4 ଜଣ। ଓକିଲ, ଶୁଣୁଛ ତ ମଙ୍ଗରାଜେ, ସହଜ କଥା ନୁହେଁ। ବରକନ୍ଦାଜଠାରୁ ହାକିମ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ କରିବାକୁ ହେବ। ମାମଲା ଯେପରି ଟାଣ, ଆଉ କେହି ଓକିଲ ହୋଇଥିଲେ ନଗଦ 10,000 ଧରି ମୁହଁ ଦେଇପାରନ୍ତା ନାହିଁ। ମୋ ବୋଲି ଏଥିରେ ପଶୁଛି। ଆପଣ ଯେତେବେଳେ ଧର୍ମବାପ ବନେଇଲେଣି, ଆଉ କ'ଣ ଭସେଇ ଦେବି? ଆଚ୍ଛା, ଏହି ମାମଲାରେ ଯେତେ ଟଙ୍କା ଖରଚ ହେବ ମୁଁ ଖରଚ କରୁଛି। ଏଥିରେ ତ 10,000ରୁ ପଇସାଏ ଊଣା ନୁହେଁ। ଆପଣଙ୍କ ଜମିଦାରୀ ମୋତେ କଟକବଲା ଲେଖିଦିଅନ୍ତୁ। ସବୁ ଟଙ୍କା ଯେ ଏତେ ଖରଚ ହୋଇଯିବ, ଏପରି ନୁହେଁ। ଆପଣ ଖଲାସ ହେଲେ ମୁଁ କଡ଼ା ଦାମ ହିସାବ ବୁଝାଇ ଦେବି। ମଙ୍ଗରାଜେ ଗାଲରେ ହାତ ଦେଇ ଦଣ୍ଡେ ବସି କ'ଣ ଭାବିଲେ। ସାପର ଗୋଡ଼ ସାପକୁ ଦିଶେ। କଟକବଲା ଅର୍ଥ ମଙ୍ଗରାଜେ ଭଲ ଜାଣନ୍ତି। ହେଲେ ମନୁଷ୍ୟ ଭାସି ଯାଉଥିବା ବେଳେ ବାଘ ଲାଞ୍ଜଟା ମଧ୍ୟ ହାତରେ ପଡ଼ିଲେ ଛାଡ଼େ ନାହିଁ। ଓକିଲ ରାମ ରାମ ଲାଲା କାର୍ଯ୍ୟବେଳେ ଖୁବ୍ ଚଞ୍ଚଳ। 2 ଘଣ୍ଟା ମଧ୍ୟରେ ସିଠାମ କିଣି କବଲା, ଚିଠା ସାଫି, ଶେଷ କଚେରୀରେ କାର୍ଜିଖାନାରେ କବଲା ରେଜିଷ୍ଟ୍ରି ସମାପ୍ତ। ଓକିଲ ସାହେବ ଶେଷରେ କହିଲେ, ମଙ୍ଗରାଜେ, ଆପଣ ବେପରବାଏ ହାଜତଖାନାରେ ବସିଥାନ୍ତୁ। ମୁଁ ଅଛି, ଚିନ୍ତା ନାହିଁ। ପରିଚ୍ଛେଦ 21 କଟକ ସେସନ ଜଜ୍ କୋର୍ଟ। ଆଜି ଜଜ୍ କୋର୍ଟରେ ଭାରି ଭିଡ଼। କଚେରିଆ, ବଜାରୀ, ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଛନ୍ତି। କୌଣସି ସ୍ଥାନରେ ବାଦିପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣୀମାନଙ୍କ ବେଶ ବାନ୍ଧିବା ଆଗରୁ ଜମିଯାଆନ୍ତି, ସେହିପରି ଜଣ ଜଣ କରି କଚେରୀ ପୂରିଗଲେଣି। ଭାରି ଭିଡ଼, ଭାରି ଗୋଳମାଳ। 2 ଜଣ ଚପରାସୀ ଚୋପ୍ ଚୋପ୍ କହି ଆହୁରି ଗୋଳମାଳ ବଢ଼ାଉଛନ୍ତି। ମଫସଲର ଜଣେ ମାତବର ଜମିଦାର ମଣିଷ ମାରୁ ମାମଲାରେ ଚାଲାଣ ହୋଇ ଆସିଛି। ମେଜିଷ୍ଟର ସାହାବ ଦୋହରା ସମ୍ପ୍ରୋଧ କରିଥିଲେ। 5 ଦିନ ହେଲା ମକଦ୍ଦମା ଚାଲିଛି। ଆଜି ଶେଷ ବିଚାର ଦିନ। ମାମଲା ଏପର୍ଯ୍ୟନ୍ତ ପଡ଼ିନାହିଁ। କାଲି ବୁଧବାର। ବିଲାତୀ ମେଲ୍ ଯିବ। ସାହେବ ମାଇ ଡିଅର୍ ଲେଡି ଆରମ୍ଭ କରି ଚଞ୍ଚଳ ଚିଠିଖଣ୍ଡ ଲେଖି ପକାଉଛନ୍ତି। ଫୌଜଦାରୀ ମାମଲା ପଡ଼ିଲେ ହାକିମ ସାହେବ ବିଲାତୀ ଛାପାକାଗଜ ମେଲାଇ ବସନ୍ତି କିମ୍ବା ଚିଠି ଲେଖା ଆରମ୍ଭ କରନ୍ତି। ପେସ୍କାର ଜିମା ସବୁ କାର୍ଯ୍ୟ ସାହେବ ଜମାନବନ୍ଦୀ କାଗଜରେ ଗାରେ ଗାରେ ଦସ୍ତଖତ ଟାଣିଦେବା ଆଉ ରାୟ ଶୁଣାଇବାରେ ମାଲିକ। ଆଜି ସାହେବଙ୍କୁ ସବୁ କାର୍ଯ୍ୟ ହାତରେ କରିବାକୁ ହେବ। କାରଣ ଆଜି ସାକ୍ଷୀ ଜଣକ ଇଂରେଜ। ଇଂରେଜୀରେ ମଧ୍ୟ ରାୟ ଲେଖିବାକୁ ହେବ।
ଆଜିକାର କାରଖାନା ସବୁ ଇଂରେଜୀମୟ, ମାତ୍ର ଆମ୍ଭେମାନେ ଓଡ଼ିଆ। ପାଠକମାନେ ମଧ୍ୟ ସେହିପରି। ଛାପାଖାନାର ଅକ୍ଷରଗୁଡ଼ିକ ମଧ୍ୟ ଏହି ଦେଶୀ। ସୁତରାଂ ଆମ୍ଭମାନଙ୍କୁ ତର୍ଜମା କରି ସମସ୍ତ କଥା ଲେଖିବାକୁ ହେଉଛି। ସାହେବ ମେଞ୍ଚାଏ ଛେପରେ ଲଫାପା ବନ୍ଦ କରି ଚପରାସୀ ହାତରେ ଡାକ ଘରକୁ ପଠେଇ ଦେଇ କହିଲେ, ୱେଲ୍ ବାବୁ, ମକଦ୍ଦମା ପେଶ କର। ସରକାର ତରଫ ଓକିଲ ଈଶାନ ଚନ୍ଦ୍ର ସରକାର ଏବଂ ପୋଲିସ ଦାରୋଗା ଇନାଏତ ହୋସେନ ମୁଦାଲା ଓରଫ ଓକିଲ ରାମ ଲାଲା ହାଜର। ଆସାମୀ ରାମଚନ୍ଦ୍ର ମଙ୍ଗରାଜ। ଆସାମୀ କାଠଗଡ଼ା ଭିତରେ ହାତ ଯୋଡ଼ି ଠିଆ ହୋଇଛନ୍ତି। ଜଜ୍ ସାହେବଙ୍କ ଡାହାଣ ପାଖରେ ଚୌକିରେ ବସି ହୋଲି ବାଇବେଲ ଧରି ଡାକ୍ତର ସାହେବ ଜମାନବନ୍ଦୀ ଦେଲେ। ମୋ ନାମ ABCD ଡଗଲାସ। ବାପର ନାମ EFGH ଡଗଲାସ। ଜାତି ଇଂରେଜ। ବୟସ 40। ହାଲ ସାକିନ କଟକ। ଆମ୍ଭେ କଟକ ଜିଲ୍ଲାର ସିଭିଲ ସର୍ଜନ। ଗତ 8 ତାରିଖ ଭୋର 7:30 ସମୟରେ ସରକାରୀ ଲାଶ ମାଇନା ଘରେ ଆମ୍ଭ ସାକ୍ଷାତରେ ସାରିଆର ଲାଶ ପୋଷ୍ଟମର୍ଟମ ଏକଜାମିନ କରାଯାଇଛି। ଚୌକିଦାର ଗୋବରା ଜେନା ଚିହ୍ନିତ ଦେବା ଅନୁସାରେ ଆମ୍ଭେ କହୁଛୁ, ତାହା ସାରିଆର ଲାଶ ଥିଲା। ଆମ୍ଭେ ଯେତେ ଦୂର ପରୀକ୍ଷା କରିଅଛୁ, ସାହସ କରି କହିପାରୁ, କୌଣସି ପ୍ରାଣନାଶକ ଅସ୍ତ୍ର ବା ଅନ୍ୟ ପଦାର୍ଥ ଏହାର ମୃତ୍ୟୁର କାରଣ ନୁହେଁ। ଦୀର୍ଘକାଳ ଉପବାସ ରହି ବିଶେଷ ମାନସିକ ଯନ୍ତ୍ରଣା ଭୋଗ କରି ମରିଯାଇଥିବାର ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଅଛୁ। ଜଜ୍ ସାହେବଙ୍କ ସୁଆଲରେ ସାକ୍ଷୀ ଜବାବ ଦେଲେ, ଲାଶ ଦେହରେ କୌଣସି ପୀଡ଼ାର ଲକ୍ଷଣ ଥିଲା ନାହିଁ, ଅଥଚ ତା ଦେହରେ ରକ୍ତ ଶୁଖିଯାଇଥିଲା। ହୃଦୟରେ ପ୍ରାୟ ରକ୍ତ ଥିଲା ନାହିଁ। ପାକସ୍ଥଳୀ ପ୍ରାୟ ଶୂନ୍ୟ ଥିଲା। ମୂତ୍ରାଧାର ମଳବାହିନୀ ନାଡ଼ୀରେ କିଛି ପଦାର୍ଥ ନଥିଲା। ଏହି ସମସ୍ତ ଲକ୍ଷଣ ଦ୍ୱାରା ଜାଣୁଛୁ ଯେ ସେ ଉପବାସରେ ମରିଛି। ସରକାରୀ ଓକିଲଙ୍କ ସୁଆଲରେ ଜବାବ, ହଁ, ଲାଶ ପିଠିରେ 3 ଜାଗାରେ ଚିହ୍ନ ଥିବାର ଗୋବରା ଜେନା ଆମ୍ଭଙ୍କୁ ବିଶେଷ ରୂପେ ଦେଖାଇଲା। ଆମ୍ଭେ ମଧ୍ୟ ଉତ୍ତମ ରୂପେ ପରୀକ୍ଷା କରି ଦେଖିଅଛୁ, ତାହା ମାଡ଼ର ଦାଗ ନୁହେଁ। ପ୍ରାଣତ୍ୟାଗ ଉତ୍ତାରେ ଗରମ ଲୁହା କିମ୍ବା ଅନ୍ୟ କୌଣସି ଆଗ୍ନେୟ ପଦାର୍ଥରେ ଦାଗ ଦେଲେ ଯେପରି ଚିହ୍ନ ହୁଏ, ଏହା ସେହିପରି ଈଷତ୍ ପୋଡ଼ା ଚିହ୍ନ। ପୁନର୍ବାର ସରକାରୀ ଓକିଲଙ୍କ ସୁଆଲରେ, ନା, ଆମ୍ଭେ ନିଜେ ଛୁରୀ ଧରି ଶବ କାଟିନାହୁଁ। ନେଟିଭ ଡାକ୍ତର ଗୌରାଙ୍ଗ କର ଆଉ କମ୍ପାଉଣ୍ଡର ବାସୁଦେବ ପଟ୍ଟନାୟକ 2 ଜଣ ଆମ୍ଭ ସାକ୍ଷାତରେ ଶବଚ୍ଛେଦ କରିଛନ୍ତି। ପୁନର୍ବାର ଓକିଲ ସୁଆଲରେ ସାକ୍ଷୀ କିଞ୍ଚିତ୍ ଖପା ହୋଇ ଜବାବ ଦେଲେ, ଆମ୍ଭେ ଆଜକୁ 10.5 ବରଷ ହେଲା ସିଭିଲ ସର୍ଜରୀ କରି ଆସୁଅଛୁ। ପ୍ରଥମେ ମିଲିଟାରୀ ଡିପାର୍ଟମେଣ୍ଟରେ ଥିଲୁ। ଆମ୍ଭେ ଲଣ୍ଡନ କଲେଜରେ ଡାକ୍ତରୀ ପାସ୍ କରିଅଛୁ। ପୁନର୍ବାର ସୁଆଲରେ ଜବାବ ଦେଲେ, ପ୍ରଥମେ ଆମ୍ଭେ ହସ୍ପିଟାଲ ଆସିଷ୍ଟାଣ୍ଟ ଥିଲୁ। ବର୍ମା ଯୁଦ୍ଧରେ ଆମ୍ଭର ପ୍ରମୋଶନ ହୋଇଛି। ଜଜ୍ ସାହେବ ଆସାମୀ ଓକିଲକୁ ଅନାଇ କହିଲେ, ତୁମାରା କୁଛ ସବାଲ ହୈ? ଆସାମୀ ତରଫ ଓକିଲ ରାମ ଲାଲାଙ୍କ ସୁଆଲ। ଡାକ୍ତର ସାହେବଙ୍କୁ ଅନାଇ କହିଲେ, ଆଚ୍ଛା, ମିସଲ ଉପରେ ଆସାମୀର ଯେଉଁ ବାଉଁଶ ଠେଙ୍ଗା ଅଛି, ଏହି ଠେଙ୍ଗାର କିଛି ଦାଗ ଲାଶ ପିଠିରେ ଥିଲା କି? ଜଜ୍ ସାହେବ, ନନ୍ସେନ୍ସ, और क्या पूछने का है पूछो। ଓକିଲ ସାକ୍ଷୀକୁ ପୁନର୍ବାର ଜେରା କଲେ। ଆଚ୍ଛା, ଆପଣ କହୁଛନ୍ତି ସାରିଆ ଉପାସ ରହି ମରିଛି, ଯେ ଆପେ ଆପେ ଉପାସ ରହିଥିଲା କି ଆସାମୀ ତାକୁ ଉପାସ ରଖାଇଥିଲା? ଜଜ୍ ସାହେବ, କୁଛ ବାତ ନାହିଁ, ଗୋ ଅନ୍, ଚଲୋ। ପୁନର୍ବାର ଜେରା। ଆଚ୍ଛା, ସାରିଆ ଆସାମୀ ଦ୍ୱାରେ ମରିଥିବାର କିଛି ପ୍ରମାଣ ଅଛି? ଜଜ୍ ସାହେବ ଖପା ହୋଇ କହିଲେ, ଦେଖୋ, तुम ऐसा बेहुदा सवाल करोगे तो तुम्हारा वकिलाती कैंसल कर देगा। वकील, हजूर खोदाबंद, माँ बाप, दुनिया बादशाह। ଆସାମୀର ଜବାବ ନିଆଗଲା। ଉତ୍ତାରେ 2 ପକ୍ଷ ଓକିଲଙ୍କ ବକ୍ତୃତା ହେଲା। ଭାରି ଝଟାପଟା ଲାଗିଲା। ଉଣା ନୁହେଁ 2.5 ଘଣ୍ଟା କାଳ ବକ୍ତୃତା। ଏହି ଅବକାଶରେ ସାହେବ ବେଲମ୍ବର ଖଣ୍ଡେ ଛାପା କାଗଜ ପଢ଼ି ପକାଇ ଟିଫିନ୍ ଖାଇ ଆସିଲେଣି। ହାକିମ ବନ୍ଦ କରାଇ ନଥିଲେ।